ବୋଉ ଭାଉଜ ତମେ ଦି ଜଣ ଏଇଠି ବସଛ ମୁଁ ତମକୁ ତଳେ କେତେ ଖୋଜି ସାରିଲାଣି। ଶାଶୁ ବୋହୁ ଭଲ ଆସିକି ସନ୍ଧ୍ୟା ବେଳେ ଛାତ ଉପରେ ବସି ପଡିଛ ଆଉ। ଦିଦି ତମେ ତ କହିଥିଲେ 4ଟା ବେଳେ ଆସିବ, ଏତେ ଲେଟ୍ କାଇଁ ହେଲା? କୁହନି କୁହନି ଭାଉଜ, ରାସ୍ତା ବହୁତ ଜାମ୍ ଥିଲା, ସେଥିପାଇଁ ଆସୁ ଆସୁ ଲେଟ୍ ହେଇଗଲା। ବୋଉ ଦିଦିଙ୍କ ବ୍ୟାଗ ପତ୍ର ନେଇ ତଳେ ରଖିଦିଅ। ଭାଉଜ ତମେ ମୋ ବୋଉକୁ କାମ ବତଉଛ, ତମକୁ ଏଇଟା ଠିକ ଲାଗୁଛି? ସେ ତଳୁ ଉପରକୁ ଆସିବ, ଉପରୁ ତଳକୁ ଯିବ, ତମକୁ କଣ ଠିକ ଲାଗିଲା ତା ହାତରେ ବ୍ୟାଗ ପଠେଇବା? ଏଇ ଗୋଟେ କାମ, ଡକ୍ଟର ବା କହିଛି ତାଙ୍କୁ ଚଲାବୁଲା କରିବାକୁ। ବୋଉ ମୁଁ ଚାହା କରି ରଖିଛି, ଦିଦିଙ୍କ ପାଇଁ ମୋ ପାଇଁ ନେଇ ଆସ। ଆଉ ତମେ ଆସିଲା ବେଳେ କହୁଥିଲ ରାସ୍ତା ଜାମ୍ ଥିଲା, ତମେ ଆସିଲା ବେଳେ କିଛି ଅସୁବିଧା ହେଲାନି ଟି? ଆଉ ତମ ଶାଶୁ ଶ୍ୱଶୁର ଭଲ ଅଛନ୍ତି ଟି? ହେଇ ବା ବୋଉ ଆସିଲେଣି। ଭାଉଜ ତମକୁ ଟିକେ ଖରାପ ଲାଗୁନି? ମୋ ବୋଉ ଦ୍ୱାରା ଏତେ ସାରା କାମ କରୁଛ, କହୁଛ ଚା ନେଇକି ଆସେ। ଏଇ ଗୋଟେ କାମ, ଭାଉଜ ଆଣି ଦେଇଥାନ୍ତା, ମୁଁ ଆଣି ଦେଇଦେଲି। ହଉ ତମେ ନଣନ୍ଦ ଭାଉଜ ବସି କଥା ହଉଥାନ୍ତା, ମୁଁ ଜାଣିଛି ମସଲା ଗ୍ରାଇଣ୍ଡିଂ କରିବି। ଆରେ ଭଗବାନ ଭାଉଜ, ତମେ ଶେଷରେ ମୋ ବୋଉ ଦ୍ୱାରା ରୋଷେଇ ବି କରଉଛ? ତମେ ସେମିତି କଣ ପାଇଁ ଭାବୁଛ? ଆସିକି ସନ୍ଧ୍ୟା ହେଲାଣି, ପୁଣି ଜଲ୍ଦି ରୋଷେଇ ସରିଗଲା। ତମେ ପିଲା ଛୁଆ ଖାଇବେ ନା ନାଇଁ? ମୁଁ ତ ପରିବା କଟାକଟି କରିଦେଇଛି, ବୋଉ ଖାଲି ମସଲାଟା ବାଟିଦେବେ, ମୁଁ ଗଲେ ତରକାରୀ କରିନେବି। ଜାଣିଲ ନା ଭାଉଜ, ମୋ ବୋଉକୁ ତମେ ଖଟେଇ ଖଟେଇ ମାରି ସାରିଲଣି। ମୁଁ ଯାହା ଦେଖୁଛି ତମେ ତାକୁ ସବୁ କାମ ବତଉଛ। ତମେ ଜାଣିଛ ମୋ ଶାଶୁ ଘରେ ମୋ ଶାଶୁଙ୍କୁ ମୁଁ କିଛି କାମ କରେଇ ଦଏନି। ମୋ ଶାଶୁକୁ ସେତିକି ଭାଗ୍ୟବାନ ବୋଲି ମୋ ଭଳିଆ ବୋହୁ ପାଇଛନ୍ତି। ଆଉ ମୋ ବୋଉ ଭାଗ୍ୟରେ ତମେ ଥିଲ। ହଁ ହଉ ତମେ ବସିଥାଅ, ମୁଁ ତମ ପାଇଁ ଜଳଖିଆ ନେଇକି ଆସୁଛି। ଆରେ ସେ ତ କଣ ଖାଇବେ ପଚାରିଲିନି, ଯାଉଛି ବୁଝିଦେଇ ଆସେ। ହଁ ତମ ବୋଉ କଲେ ସେଠୁ କଣ ହେଇଗଲା? ମୁଁ କଣ ସବୁବେଳେ ସବୁ କାମ କରିବି ନା କଣ? ତାଙ୍କର ଦାୟିତ୍ୱ, ସେ ବୋହୁ କରି ଆଣିଛନ୍ତି, ସିଏ କଣ କାମ କରିବେନି ନା କଣ? ହଁ ଆଉ ଗୋଟେ କଥା ଶୁଣ, ମୁଁ କାଲି ଖରାବେଳେ ଯାଇକି ପହଞ୍ଚିବି। ତମ ବୋଉଙ୍କୁ କହିବ ରୋଷେଇବାସ ସବୁ କରିଦେଇଥିବେ। ମୁଁ ଗଲେ ଖାଇବି ପିଇବି ରେଷ୍ଟ ନେବି। ଏତେ ବାଟ ବାଧାରୁ ଯିବି ନା, ମୁଁ କିଛି କାମ କରିପାରିବି। କିଛି ଏମିତି ନଣନ୍ଦ ଅଛନ୍ତି, ନିଜେ ନିଜ ଶାଶୁ ଶ୍ୱଶୁରଙ୍କୁ ପଚାରୁନଥିବେ, ଭାଉଜ ଯେତେ ବି ଭଲ ହେଉଥିବ ନା କାହିଁକି ତାକୁ ଆସି ଉପଦେଶ ଦିଅନ୍ତି। ଏମିତି ନଣନ୍ଦ କଣ ଆପଣଙ୍କର ଅଛି? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ।